ପଲ୍ଲବୀ ଆଦର୍ଶକୁ କହିବେ, ଆଦର୍ଶ ସାନାମା ଆଉ ତାଙ୍କ ପରିବାର ଏ ଘର ଛାଡ଼ି ଚାଲି ଯାଇଛନ୍ତି। ତାମାନେ ଏଇଆ ନୁହଁ ଯେ ତାଙ୍କ ସହିତ ଆମର ସବୁ ସମ୍ପର୍କ କଟିଗଲା। ଏମିତିରେ ବି ଦାଦା ଆଉ ଅପା ଡେଲି ଡେଲି ଏନଜିଓକୁ ଆସିବେ, ଆଉ ସେଇଠି ଆମର ତାଙ୍କ ସହିତ ଦେଖା ସାକ୍ଷାତ ହେଇଯିବ। ତେଣୁ ତମେ କାହିଁକି ଏତେ ବ୍ୟସ୍ତ ହଉଛ? ତାପରେ ଆଦର୍ଶ କହିବେ, ପଲ୍ଲବୀ ମୁଁ ବ୍ୟସ୍ତ ହବାର କାରଣ ହେଉଛି ମୁଁ ଜାଣେ ଦାଦା ବହୁତ ସ୍ୱାଭିମାନୀ। ତେଣୁ ୟା ପରେ ଏନଜିଓରେ ସେ ଜବ୍ ପାଇଁ ଆସିବେ କି ନାହିଁ ମୋତେ ସନ୍ଦେହ ଲାଗୁଛି। ତାପରେ ପଲ୍ଲବୀ କହିବେ, ତମେ ଚିନ୍ତା କରିବା ଦରକାର ନାହିଁ ଆଦର୍ଶ, ସେଇଥିପାଇଁ ଦାଦାଙ୍କୁ ମୁଁ କନଭେନ୍ସ କରିଦେବି। ଆଗରୁ ଭାଇ ଅଫିସରେ ଅପାଙ୍କ ଜାଗାରେ କାମ କରୁଥିଲେ, ସେଇଥିପାଇଁ ଏବେ ସେ ଦାୟିତ୍ୱ ବହୁତ ଭଲ ଭାବେ ସମ୍ଭାଳିବେ। ଆଉ ତାପରେ ବି ଯଦି ସିଏ ଆମମାନଙ୍କ କଥା ନ ଶୁଣିଲେ ତାହେଲେ ଆମେ ଆମର ବ୍ରହ୍ମାଅସ୍ତ୍ର ପ୍ରୟୋଗ କରିବା। ତାପରେ ଆଦର୍ଶ କହିବେ, ହଁ ସେ ବ୍ରହ୍ମାଅସ୍ତ୍ର ହେଉଛି ବାବା। ସାନମା, ଦାଦା, ଭାଇ, ଅପା କେହି ବି ବାବାଙ୍କ କଥାକୁ ଟାଳି ପାରିବେନି। ଆଉ ତା ଛଡ଼ା ତମେ କ'ଣ ଭାବୁଛ ବାବାଙ୍କ ଏସବୁ କଥା ଶୁଣିଲା ପରେ ସେ ତାଙ୍କ ସାନ ଭାଇ ଆଉ ତାଙ୍କ ପରିବାରକୁ ଏମିତି ସଫର ହେବାକୁ ଦେବେ? ବାବା, ଦାଦା, ସାନମା, ଭାଇ, ଅପା ଏମାନଙ୍କୁ ବହୁତ ଭଲ ପାଆନ୍ତି ଆଉ ତାଙ୍କ ପାଇଁ ସେ ପ୍ରାଉଡ ଫିଲ୍ କରନ୍ତି। ତାପରେ ଆଦର୍ଶ କହିବେ, ପଲ୍ଲବୀ ତମେ ଯାହା ସବୁ କରୁଛ ସତରେ ସେ ସବୁ ସତ ହେଇଯାନ୍ତା କି? ତାପରେ ପଲ୍ଲବୀ କହିବେ, ନିଶ୍ଚୟ ସତ ହେବ ଆଦର୍ଶ, ତମେ ମୋ ଉପରେ ଭରସା ରଖ। ପୁଣି ଆଦର୍ଶ କହିବେ, ଦେଖିଲ ତ ଏଇଥିପାଇଁ ମୁଁ ସବୁବେଳେ ଚାହୁଁଛି ତମେ ମୋ ପାଖେ ପାଖେ ରହ ଆଉ ଆମ ଭାଙ୍ଗି ଯାଇଥିବା ମହଲକୁ ସଜାଡ଼ିବାରେ ଲାଗିପଡ଼। ଦେଖିବ ପଲ୍ଲବୀ, ତମ ଉପରୁ ସସ୍ପେନ୍ସନ ହଟେଇବା ଆଉ ତମକୁ ଇନୋସେଣ୍ଟ ପ୍ରୁଭ୍ କରିବା ଦାୟିତ୍ୱ ମୋର ହେଲା। ପୁଣି ପଲ୍ଲବୀ କହିବେ, ଆଦର୍ଶ ତମେ ସେ ଭିଡିଓକୁ ଥାନାରେ ଆଇଆଇସି ସାର୍ଙ୍କୁ ଦେଖେଇଲ? ତାପରେ ଆଦର୍ଶ କହିବେ, ହଁ ମୁଁ ତାଙ୍କୁ ସେ ଭିଡିଓ ଦେଇଦେଇଛି। ସେମାନେ ସବୁ ଏବେ ତା ଉପରେ ଇନକ୍ୱାରି କରିବେ। ତମେ ମୋତେ ପ୍ରମିସ୍ କର ତମେ ତମକୁ ଇନୋସେଣ୍ଟ ପ୍ରୁଭ୍ କରିବା ପାଇଁ ଆଉ ତମେ ସସ୍ପେନ୍ସନ ଉଠେଇବା ପାଇଁ କିଛି ବି ଗଡ଼ବଡ଼ କରିବନି। ଯାହା କରିବା କଥା ମୁଁ କରିବି, ସେ ସବୁ ଦାୟିତ୍ୱ ମୋର। ମୁଁ ଜାଣିଛି ତମେ ମୋ କଥା ନିଶ୍ଚୟ ରଖିବ। ଏମିତି କହି ଆଦର୍ଶ ଚାଲି ଯାଉଥିଲା ବେଳେ ପୁଣି ପଲ୍ଲବୀ କହିବେ, ଆଦର୍ଶ ଟିକେ ଶୁଣ, ତମେ କି ନାଟକ ଚଲେଇଛ କହିଲ? ତମେ କାହିଁକି ମୋ ଫୋନ ନେଇ ଚାଲି ଯାଉଛ? ତାପରେ ଆଦର୍ଶ କହିବେ, ତମେ ସେ ଶମ୍ଭୁ ସହିତ ଫୋନରେ କଥା ହେଇ ସାରିଲଣି ନା, ତାପରେ ତମକୁ କ'ଣ ଫୋନ ଦରକାର? ଦେଖ ତମ ଫୋନ ମୋ ପାଖରେ ଥାଉ, ତମେ ଯାଅ ରେଷ୍ଟ ନିଅ। ପୁଣି ପଲ୍ଲବୀ କହିବେ, କିନ୍ତୁ ଆଦର୍ଶ। ତାପରେ ଆଦର୍ଶ କହିବେ, ଦେଖୁଛ ତ ତମେ ଏପର୍ଯ୍ୟନ୍ତ ଠିକ୍ ସେ ଚାଲି ପାରୁନ, ସୋ ପ୍ଲିଜ ତମେ ମୋ କଥା ମାନିଯାଅ, ଆରାମସେ ରେଷ୍ଟ ନିଅ। ଦେଖ ଯେତେବେଳେ ତମେ ଫିଟ୍ ଆଣ୍ଡ ଫାଇନ୍ ହେଇଯିବ ମୋ ନିଜ ଆଡ଼େ ତମକୁ ଫୋନ ଦେଇଦେବି। ଏମିତି କହି ଆଦର୍ଶ ଚାଲିଯିବେ। ତାପରେ ପଲ୍ଲବୀ ଆଦର୍ଶର ପଛେ ପଛେ ତଳକୁ ଆସିବେ ଆଉ କହିବେ, ମୋ ଫୋନ ମୋ ପାଖରେ ରହିବା ଉଚିତ ଆଉ ତମେ ମୋ ଅଧିକାର ମୋ ପାଖରୁ ନେଇପାରିବନି। ପୁଣି ଆଦର୍ଶ କହିବେ, କ'ଣ କହିଲ? ମୁଁ ତୁମକୁ ତମ ଅଧିକାରରୁ ବଞ୍ଚିତ କରୁଛି? ତାପରେ ପଲ୍ଲବୀ କହିବେ, ହଁ ମୁଁ ଜଣେ ସାବାଲିକା ଆଉ ମୋ ରେସ୍ପନ୍ସିବିଲିଟି କ'ଣ ସେଇଟା ମୁଁ ଜାଣେ।